ଆପଣ ତ ଏଇଠି ଖଣ୍ଡଗିରି ତିଆରି କରିଦେଇଛନ୍ତି। ସବୁ ପ୍ରଥମେ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି। ଆମ ନାଟକର ସଫଳତା ପାଇଁ ଆପଣମାନେ ଆମ ପାଖରେ ଆସି ପହଞ୍ଚିଛନ୍ତି ବହୁତ ଏତେ ଭାବରେ, ଏବଂ ସବୁ ପ୍ରକାର ଶ୍ରେୟ ଦେବି ଆପଣମାନଙ୍କୁ। ପ୍ରଥମ କଥା ମୁଁ କହୁଛି ଯେ ଯାତ୍ରା ଇନ୍ଦ୍ରଭୁବନ 10 ବର୍ଷ ତଳେ ଯେତେବେଳେ ଆରମ୍ଭ ହେଇଥିଲା ଏଇ ଖଣ୍ଡଗିରି ମେଳାରେ, ତାର ଏତେ ସଫଳତା ଥିଲା। ସେତେବେଳେ ସୋସିଆଲ ମିଡ଼ିଆ ଏତେ ଆକ୍ଟିଭ ନଥିଲା। 1 କିଲୋମିଟର ଦୂର ଖଣ୍ଡଗିରିଠୁ ପଡ଼ିକି ମଧ୍ୟ ଯେତେବେଳେ ଅନ୍ୟମାନେ ଆସନ୍ତାକାଲି ଆଜିର ନାଟକ ବାବଦରେ ଘୋଷଣା କରନ୍ତି, ଆମେ ଘୋଷଣା କରୁ ଯେ ଆଜି ପାଇଁ କୌଣସି ଟିକେଟ ନାହିଁ। ତେଣୁ ସ୍ୱତନ୍ତ୍ର ଦର୍ଶକ ଅଛନ୍ତି ଇନ୍ଦ୍ରଭୁବନ ପାଇଁ, ସେଥିପାଇଁ ଆମେ ସ୍ୱତନ୍ତ୍ର ପ୍ରସ୍ତୁତିରେ ଅଛୁ ଏବଂ ଦୀର୍ଘ 3 ଥର ଯାଇଛୁ ଇନ୍ଦ୍ରଭୁବନ ଖଣ୍ଡଗିରି ମହାସମରକୁ। ପ୍ରତ୍ୟେକ ବର୍ଷ ଗୋଟେ ଗୋଟେ ଭଲ ନାଟକ, ଭାଇ ଭଉଣୀ ନୂଆକାଣି ଯାହା 8 ବର୍ଷ ହେଲା ଚାଲୁଛି, ସେ ନାଟକ 4 ରାତି ଧରି ଚାଲିଥିଲା। ଏ ବର୍ଷ ଆମେ ଯେଉଁ 5 ଦିନ ପାଇଁ ଯାଉଛୁ 30 ତାରିଖରୁ 3 ତାରିଖ ପର୍ଯ୍ୟନ୍ତ, ଆମେ ଆଶା ରଖୁଛୁ ନିଶ୍ଚିତ ଭାବରେ ଏ ନାଟକ ସଫଳତାର ଶୀର୍ଷରେ ପହଞ୍ଚିବ। କାରଣ ଯାତ୍ରା ଇନ୍ଦ୍ରଭୁବନର 9 ଦୁର୍ଭିକ୍ଷ ନାଟକ। ମୁଁ ଆପଣମାନଙ୍କୁ ଏତିକି କହିବାକୁ ଚାହେଁ, ଏହା ଏକ ସବୁ ନାଟକରୁ ଗୋଟିଏ ଭିନ୍ନ। ତଥାକଥିତ ନାଟକର କାହାଣୀ ନାହିଁ, ଆଇମା କାହାଣୀ ନାହିଁ, କିମ୍ବା ନାଟକର କୌଣସି ଅନ୍ୟ ନାଟକର ଚୋରି ନାହିଁ, କିମ୍ବା କୌଣସି ଦୃଶ୍ୟ କାହା ପାଖରେ ମାନେ ମିଶିବାର ନାହିଁ। ବିଶେଷ କରିକି ପିଲାମାନେ ଯାହା ପଢ଼ିଥିଲେ ତାକୁ ସେ ଇତିହାସକୁ ଦୀର୍ଘ 160 ବର୍ଷର କାହାଣୀକୁ ଆମର ଏଇ ନାଟକରେ ଅନ୍ ଷ୍ଟେଜରେ ପ୍ରକାଶ କରିବା ତାହା ସାଧାରଣ କଥା ନୁହେଁ। ଆପଣମାନେ ଆଜି ନାଟକର କିଛିଟା ଭିୟୁ ନିଅନ୍ତୁ। ନାଟକର ବେଶ ପୋଷାକ ମଧ୍ୟ ସେଇଦିନ ପାଇଁ ଚେଷ୍ଟା କରାଯାଇଛି। କାହା ମାନେ ଏଭଳିଆ ଆମର ଶୀତୁଆ ରାତିରେ ଯେଉଁ ଆମର କଳାକାରମାନେ ନିଜର ବେଶ ପୋଷାକକୁ ସେଇଭଳି ରଖିଛନ୍ତି। ବିଶେଷ କରିକି ଗୋଟେ ଏଥିରେ ଯାତ୍ରା ଇତିହାସର ଗୋଟେ ନୂଆ କଥା, ଏପର୍ଯ୍ୟନ୍ତ 50 ଜଣ କଳାକାରଙ୍କୁ ନେଇକି କୌଣସି ଯାତ୍ରା ନାଟକ ହେଇନଥିଲା। ଏ ନାଟକ ପ୍ରତ୍ୟେକ A to Z ନୃତ୍ୟଶିଳ୍ପୀ ହଉ ବା କଣ୍ଠଶିଳ୍ପୀ ହଉ ସମସ୍ତଙ୍କୁ ଏଠି ଇନଭଲ୍ଭ କରାଯାଇଛି ଏ ନାଟକ। ଇଏ ଗୋଟେ କଥା। ଦ୍ୱିତୀୟ କଥା ହେଉଛି ଆର ବେଶ ପୋଷାକ ଏମିତି, କୌଣସି ଲେଡିଜଙ୍କର ଖଣ୍ଡେ ବ୍ଲାଉଜ ନାହିଁ, କାରଣ ସେତେବେଳେ ବ୍ଲାଉଜ କେହି ଦେଖିନଥିଲେ। ଯାହା କରାଯାଇଥିଲା ତାହା ଏବେ ଏ ନାଟକର ପରିପ୍ରକାଶ କରିବାର ଯୋଜନା କରାଯାଇଛି। ମୁଁ ଭାବୁଛି ଖଣ୍ଡଗିରିର ସମସ୍ତ ଦର୍ଶକ ବନ୍ଧୁ ନିଶ୍ଚିତ ଭାବରେ ଏହାକୁ ଶ୍ରେୟ ଦେବେ, ନିଶ୍ଚିତ ଭାବରେ ଆସିବେ ଏବଂ ଏ ନାଟକକୁ ଉପଲବ୍ଧି କରିବେ। ଆଉ ଛୋଟ ଛୁଆଠୁ ବଡ଼ ପର୍ଯ୍ୟନ୍ତ କିଛି ଶିଖିବାର ଅଛି। ସାର୍ ନାଟକ ସହିତ ଯେତେବେଳେ ଲୋକମାନେ ଡାନ୍ସ ପ୍ରତି ଆକୃଷ୍ଟ ହୁଅନ୍ତି, ଆପଣଙ୍କର ଏଭଳି କିଛି ଡାନ୍ସ ଅଛି ଯାହାକୁ ଦେଖିବା ପାଇଁ ଲୋକମାନେ ମାନେ ରେକର୍ଡ ଡାନ୍ସ ପାଇଁ ବି ଆପଣଙ୍କର ଲୋକ ଛିଡ଼ା ହେବାକୁ ଜାଗା ନଥାଏ। ଦେଖନ୍ତୁ, ଯୁବପିଢ଼ି ମାନେ ତ ଆଜି ମତ୍ତ ହେଇଯାଇଛନ୍ତି ସେଇ ରେକର୍ଡ ଡ୍ୟାନ୍ସ ପାଇଁ। ରେକର୍ଡ ଡ୍ୟାନ୍ସଟା ନେକେଡ୍ ଡ୍ୟାନ୍ସ ହେଇଥିଲା, ଯାହା ଖଣ୍ଡଗିରି ସମାରୋହରେ ତାକୁ ବନ୍ଦ କରାଯାଇଛି। ଆମେ ସେଇଭଳି ଭାବରେ ପ୍ରସ୍ତୁତ କରିଛୁ ଏ ରେକର୍ଡ ଡ୍ୟାନ୍ସକୁ ଏକ ମାନେ ଓଡ଼ିଶାର ପରମ୍ପରା, ଓଡ଼ିଶାର ଅସ୍ମିତା, ଓଡ଼ିଶାର କଳାକୁ ବଞ୍ଚେଇ ରଖିକି ଏମିତି ଭାବରେ କରାଯାଇଛି ରେକର୍ଡ ଡ୍ୟାନ୍ସକୁ, ଯାହା ଯୁବପିଢ଼ିକୁ ନିଶ୍ଚିତ ଭାବରେ ଉନ୍ମାଦିତ କରିବ। ମୁଁ ଆପଣମାନଙ୍କୁ ଗ୍ୟାରେଣ୍ଟି ଦେଉଛି ଯେ ଯେକୌଣସି ଗୋଟେ ଦର୍ଶକ ଆସିବେ ତାଙ୍କ ଫ୍ୟାମିଲି ଧରିକି, ସେ ଗଲାବେଳେ ନିଶ୍ଚୟ କହିବେ ଏଥିରେ କୌଣସି ପ୍ରକାର ଅଶ୍ଳୀଳତା ନଗ୍ନତା ନାହିଁ ବୋଲି। ଏବଂ ତା ଛଡ଼ା ନଗ୍ନତା ଅଶ୍ଳୀଳତା ବି କିଛି ଯୁବପିଢ଼ିକୁ ମତୁଆଲ କରେ, କିନ୍ତୁ ସେ ଜିନିଷ ନଥାଇ ମଧ୍ୟ ଯୁବପିଢ଼ି 100% ମତୁଆଲା ହେବେ। ଏ ଡ୍ୟାନ୍ସ ସେଇଭଳି ଭାବେ ପ୍ରସ୍ତୁତ କରାଯାଇଛି। ଟିକେଟ ବିକ୍ରି ପାଇଁ ଅନେକ ସମୟରେ ଯୋଉ ଆମର ଆଇଟମ ଡ୍ୟାନ୍ସରଙ୍କୁ ଷ୍ଟେଜ ଚଢଉଛନ୍ତି ଟିକେଟ ବିକ୍ରି ପାଇଁ, ଆପଣ କେତେ ତା ପ୍ରତି ଧ୍ୟାନ ଦେବେ? ନାଇଁ, ଏହା ସମ୍ପୂର୍ଣ୍ଣ ନିନ୍ଦନୀୟ। ମୋର କେବେ ଷ୍ଟେଜରେ ଚଢ଼ି ନାହାନ୍ତି, ମୁଁ ତାଙ୍କୁ ସମ୍ପୂର୍ଣ୍ଣ ବିରୋଧ କରେ ଏବଂ ଆପଣମାନଙ୍କ ମାଧ୍ୟମରେ ଅନେକ ଥର ମୁଁ ସେ ବାବଦରେ କହିଛି, ସିଏ କେବେ ବି ଷ୍ଟେଜକୁ ଆସିବେ ନାହିଁ। ନାଇଁ ନାଇଁ ଆଜ୍ଞା, ଯାତ୍ରା ଦୀର୍ଘ 120 ବର୍ଷ ତଳର ଇଏ ହେଉଛି ଓଡ଼ିଆ ପରମ୍ପରା, ଯୋଉଠି ନା ଆପଣମାନଙ୍କର ସୋସିଆଲ ମିଡ଼ିଆ ଥିଲା, ନା ଚଳଚ୍ଚିତ୍ର ଥିଲା, ନା ସିରିଏଲ ଥିଲା। କେବଳ ଯାତ୍ରା ମୋଗଲ ତାମସାରୁ ସୃଷ୍ଟି ହେଇଥିଲା। ତାହା କ୍ରମେ ଆଜି ମାନେ ଯାତ୍ରା ଏତେ ଡେଭଲପ କରିଛି ଯେ ଯାତ୍ରାରେ କୌଣସି ପ୍ରକାର ଆପଣମାନଙ୍କୁ ମୁଁ କହୁଛି ଯେ ସେ ଜିନିଷ ରହିବା ଦରକାର, ଉଚିତ ନୁହେଁ। ଯେଉଁ ଜୀବଜନ୍ତୁମାନଙ୍କୁ ଆଣିକିରି ଭେଳିକି ଦେଖେଇବା, ରବଟ ଭେଳିକି ଦେଖେଇବା, କିମ୍ବା ଜଣେ କଳାକାରକୁ ନେଇକି ଯାତ୍ରାରେ ହାଇଲାଇଟ୍ କରିବା, ଏହା କେବେ ଠିକ୍ ନୁହେଁ।
ଯାତ୍ରା ଟିମ୍ କୁ ନେଇକି ବଞ୍ଚିବା ଦରକାର। ଗୋଟେ ବଡ କଥା ଆସୁଛି ଏବେ ଯାତ୍ରାରେ ଟିକେ ସ୍କ୍ରିନ୍ ରେ ଅଧିକ ଭିଜୁଆଲ ଦେଖେଇ ଦଉଛନ୍ତି, ଫାଇଟିଂ ସିନ୍ ଦେଖେଇ ଦଉଛନ୍ତି, ତ ଯାତ୍ରା କମ ଫିଲ୍ମ ଅଧିକ କରିଦଉଛନ୍ତି, ତ ଆପଣ ସେମାନଙ୍କୁ ନେଇକି କଣ କହିବେ କି ଯାତ୍ରାଟା ଯାତ୍ରା ଭଳିଆ ରହିଲେ ଭଲ? ଦର୍ଶକ ନିନ୍ଦା କରିବା ଦରକାର, ନହେଲେ କଳାକାର ବଞ୍ଚି ପାରିବନି। ଓଡ଼ିଆ କଳାକାର ବଞ୍ଚିଛି କେବଳ କଳାକୁ ନେଇ। ଆପଣ ମାନେ ଦୀର୍ଘ ମାନେ ଯୋଉ ପାର୍ଟି ଯାତ୍ରା ପାର୍ଟି ଅଛନ୍ତି ପାଖାପାଖି 50,000 ପରୋକ୍ଷ ପ୍ରତ୍ୟକ୍ଷ ଭାବରେ ଯୁବପିଢି ବଞ୍ଚିଛନ୍ତି। ବେକାରୀ ସମସ୍ୟା ଦୂର ହେଇଛି এই ଯାତ୍ରା ପାଇଁ। ଯଦି ଆପଣ ମାନେ ଯାତ୍ରାକୁ ସିନେମା କରିଦିଅନ୍ତି ତାହେଲେ ସିନେମା ଯେମିତି ଡୁବିଲା ଯାତ୍ରା ବି ଡୁବିଯିବ। ଆଜ୍ଞା, ଖଣ୍ଡଗିରି ମହାସମର ଆସୁଛି, ଯେଉଁ ଦର୍ଶକ ମାନେ ଚାହୁଁଛନ୍ତି ନଅଙ୍କ ଦୁର୍ଭିକ୍ଷ କୁ ଦେଖିବା ପାଇଁ କଣ ଅନୁରୋଧ କରିବେ, ସବୁ କଣ ଆଶା ଆପଣ ରଖିଛନ୍ତି ଖଣ୍ଡଗିରି ମହାସମରରେ? ଦେଖନ୍ତୁ, ମୁଁ ସମସ୍ତ ପ୍ରତ୍ୟେକ ଦର୍ଶକ ବାନ୍ଧବ ମାନଙ୍କୁ ଅନୁରୋଧ କରୁଛି, ସମସ୍ତ ଯାତ୍ରା ଦଳ ଯାଉଛନ୍ତି ଏ କ୍ଲାସ ଦଳ, ସେମାନଙ୍କର ନାଟକ ଦେଖନ୍ତୁ, କିଛି ଅସୁବିଧା ନାହିଁ। କିନ୍ତୁ ଯୋଉ 5 ଦିନ ଆମେ ରହିବୁ ସେ 5 ଦିନରେ ଥରେ ମାତ୍ର ଆସନ୍ତୁ ପ୍ରତ୍ୟେକ ଦର୍ଶକ ଏ ନାଟକ ଦେଖିବା ପାଇଁ। 100% ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦଉଛି ଏ ନିଶ୍ଚିତ ଭାବରେ ସେମାନେ ସଫଳତା ନେଇକି ଯିବେ। ସେମାନେ କେବେ ବି କହିବେନି ଯେ ଆମ ପଇସା ବୁଡିଗଲା ବୋଲି। ଯାତ୍ରା ଟିକେଟ ବର୍ତ୍ତମାନ ଅନଲାଇନ ରେ ଉପଲବ୍ଧ ହେଲାଣି, ତ ଆପଣ ଆଗାମୀ ଦିନରେ ସେଇଭଳିଆ ସିଷ୍ଟମ କରିବେ ନା? ସେ କଣ ହଉଛି କି ଅନଲାଇନ ରେ ଟିକେଟ ବିକ୍ରି ହେଲେ ଆପଣ ମାନେ ଯୋଉଠି ପାର୍ଟି ପଡୁଛି ସେମାନେ ଲୋକାଲିଟି ଟିକେଟ ନ ପାଇବାରୁ ବା ପ୍ରାୟ ଜାଗାରେ ବିଶୃଙ୍ଖଳା ସୃଷ୍ଟି ହଉଛି। ତେଣୁ ସେ ତାକୁ କଣ୍ଡକ୍ଟ କଲା ଭଳି ଯଦି ଯେତେବେଳେ ସମ୍ଭବ ହବ, କମିଟି ବନ୍ଧୁ ମାନେ ସମ୍ଭବ ହବ, ସେତେବେଳେ ନିଶ୍ଚିତ ଭାବରେ ଅନଲାଇନ ଟିକେଟ ବିକ୍ରି ହବ ଏବଂ ଅନଲାଇନ ଟିକେଟ ବିକ୍ରି ହବା ଦରକାର। ବିଶେଷ କରିକି ଖଣ୍ଡଗିରି ମହାସମାରୋହକୁ ମୁଁ ଆପଣ ମାନଙ୍କୁ ସ୍ୱାଗତ କରୁଛି। ଆପଣ ମାନେ ନିଶ୍ଚୟ ସେଠି ଆପଣ ମାନେ ଆସିବେ, ସେ ଯାତ୍ରାକୁ ଦେଖିବେ, ସେ ନାଟକକୁ ଦେଖିବେ। ମୁଁ ଆପଣ ମାନଙ୍କୁ କହୁଛି ନିଶ୍ଚିତ ଭାବରେ ସେ ନାଟକ ଆପଣ ମାନଙ୍କୁ ଖୁସି କରେଇବ।